ଗୁଡ଼୍ ମର୍ଣ୍ଣିଂ। ସକାଳର ପୂଜା ସରିଲା ପରେ ନିତ୍ୟକର୍ମ ସରିଲା ପରେ ପୂଜା ସରିଲା ପରେ ମୁଁ ଆରମ୍ଭ କରିବି ମୋର ନୂଆ ଗୋଟେ ବ୍ଲଗ୍। ଆଜିର ଦିନର କ'ଣ କରିବି କ'ଣ ନାହିଁ ମୁଁ ଦେଖେଇବି। ହେଇ ଦେଖନ୍ତୁ ମୋର ଆରମ୍ଭ ହେଇଗଲାଣି। ଏପଟେ ମୋ ଝିଅ ସିଆଡ଼େ ଖେଳନା ଘର ସାରା ଖେଳିକି ଟିଭିକୁ ଲଗେଇକି ଘର ସାରା ଖେଳନା ବିଛେଇକି ଦୋଳି ଖେଳୁଛି। ମୁଁ କିଛି ଜଳଖିଆ ଖାଇକି ପୋଟଳ ପନିର ତରକାରୀ କରିବାର ଥିଲା। ତାକୁ ମୁଁ ପୋଟଳ ଆଳୁକୁ ଫ୍ରାଏ କରିଥିଲି, ପନିରକୁ ଫ୍ରାଏ କରିକି ଅଲରେଡ଼ି ପାଣିରେ ବତୁରେଇ ଦେଇଛି। ତାପରେ ତରକାରୀ କରିସାରିଲା ପରେ କିଛି ଏପଟ ସେପଟ କାମ କରିସାରିକି ଲଞ୍ଚ ଆୱାରରେ ମୁଁ ମୋ ଖାଇବା ବାଢ଼ିକି ରଖିଛି। ଭାତ, ଡାଲି, ତରକାରୀ। ଝିଅକୁ ଏପଟେ ଇଏ ଖୁଆଉଛନ୍ତି। ଘର ସାରା ସେଇଭଳି ଖେଳନା ଖେଳାଇକି ରଖିଛି। ମୁଁ ଏପଟେ କାମରେ ବ୍ୟସ୍ତ ଥାଏ ତ ମୁଁ କିଛି କରିପାରେ ନାହିଁ। ଏପଟେ ମୋର ଗୋଟେ କୋରିଅର୍ ଆସିଗଲା। ସେ କୋରିଅର୍ଟାକୁ ଇଏ ଖୋଲୁଛନ୍ତି। ମୁଁ ଗୋଟେ ଅନଲାଇନ୍ରେ ଗୋଟେ ମଗେଇଥିଲି। ତାଙ୍କର ଅଫିସ୍ ଯିବା ପାଇଁ ବହୁତ ଅସୁବିଧା ହୁଏ, ବେଳେବେଳେ ଲଞ୍ଚ ବକ୍ସ ନେଇକି ଯାଇପାରନ୍ତିନି। ତ ମୁଁ ସେଥିପାଇଁ ତାଙ୍କ ପାଇଁ ଗୋଟେ ଲଞ୍ଚ ବକ୍ସ ମୁଁ ମଗେଇଥିଲି। ମୋତେ ତ ଭଲ ଲାଗିଲା। ଯଦି ଆପଣଙ୍କୁ ବି ଭଲ ପସନ୍ଦ ଆସେ ତାହେଲେ ଆପଣ ମୋତେ କମେଣ୍ଟ କରିବେ, ମେସେଜ୍ କରିବେ। ମୁଁ ନିଶ୍ଚିତ ଆପଣଙ୍କୁ ବତେଇଦେବି ମୁଁ କେଉଁଠୁ କିଣିଛି। ବହୁତ ଭଲ କ୍ୱାଲିଟିର ଥିଲା। ମୁଁ ତାଙ୍କ ପାଇଁ ମଗେଇଥିଲି କାହିଁକିନା ବହୁତ ଅସୁବିଧା ହେଉଛି ତାଙ୍କୁ। ବେଳେବେଳେ ସେପାରେଟ୍ ଟିଫିନ୍ ଅଛି, ସିଙ୍ଗଲ୍ ଟିଫିନ୍ ଦରକାର ଥିଲା, ଯେଉଁଟା ତାଙ୍କୁ ବି ପସନ୍ଦ ଆସିଲା। ଭଲ କ୍ୱାଲିଟିରେ ଥିଲା। ତାପରେ ମୋ ଝିଅ ଖାଲି ଏଇ ଜିନିଷକୁ ଦେଖୁଛି। ମୋ ଝିଅ କୌଣସି ଜିନିଷ ଘରକୁ ଆସି ମାନେ ମୋ ଝିଅ ଭାରି ଖୁସି ହେଇଯାଏ। ତାପରେ ତାକୁ ଖୁଆଇ ସାରିଲା ପରେ କିଛି ସମୟ ପରେ ପୁଣି ଆଉ ଗୋଟେ କୋରିଅର୍ ଆସିଥିଲା, ଯେଉଁଟା ୟାରି ପାଇଁ ମୁଁ ହୋଲ୍ ଡେରେ ଅପେକ୍ଷା କରିଥିଲି ଯେ ଏଇଟା ମୋର ଦରକାର ଥିଲା। ମୁଁ କେବେଠୁ ଅପେକ୍ଷା ଆଇ ଥିଙ୍କ 10-12 ଦିନ ହେଇଗଲାଣି ମୁଁ ଅପେକ୍ଷା କରି ରହିଥିଲି। ଆସିଗଲା, ଯାହାଦ୍ୱାରା ମୁଁ ଦେଖିକି ବହୁତ ଖୁସି। ଆପଣ ବି ଦେଖନ୍ତୁ। ମୁଁ ତ ଏଇଟା ଅନଲାଇନ୍ରୁ ମଗାଇଥିଲି। ଆପଣଙ୍କୁ କେମିତି ଲାଗୁଛି ଆପଣ କମେଣ୍ଟ ଥ୍ରୁରୁ ମୋତେ ଜଣାଇବେ। ଯେହେତୁ ଇଏ ହେଉଛି ମୋର ଫାଷ୍ଟ ଏଇଟା, ମୁଁ ଆଗରୁ କେବେ ଅର୍ଡ଼ର କରିନି ଅନଲାଇନ୍ରୁ। ଏଇଟା ମୋର ଫାଷ୍ଟ। ଦେଖନ୍ତୁ, ଜଗନ୍ନାଥଙ୍କ ସୁନାବେଶର ମୁଁ ଦେଇଥିଲି, ଜଣେ ଅଛନ୍ତି ତାଙ୍କୁ ଅର୍ଡ଼ର ଦେଇଥିଲି। ସିଏ କରିକି ପଠାଇଛନ୍ତି। ବହୁତ ସୁନ୍ଦର, ଏକ୍ସପେକ୍ଟେସନ୍ରୁ ବହୁତ ବେଟର୍, ବହୁତ ବଢ଼ିଆ ବନେଇଥିଲେ। ତାଙ୍କର କାରୁକାର୍ଯ୍ୟ ବହୁତ ବଢ଼ିଆ, ମୋତେ ବହୁତ ପସନ୍ଦ ଆସିଲା ପର୍ସନାଲି। ବାକି ଆପଣଙ୍କୁ ରହିଲା, ଆପଣଙ୍କୁ ଯଦି ପସନ୍ଦ ଆସେ ଆପଣ ମୋତେ ଜଣାଇଲେ ମୁଁ ଆପଣଙ୍କୁ ପଠାଇଦେବି। ତାପରେ ଇଭିନିଂରେ ଆମେ ବାହାରି ଗଲୁ ଟିକେ ମାର୍କେଟ, ଯେହେତୁ କାମ ଥିଲା ଆମର। ମୋ ଝିଅ ବି ଯାଇଥିଲା। ବର୍ଷା ହାଲକା ହାଲକା ହେଉଥିଲା ଅବଶ୍ୟ। ଯେହେତୁ ଆମର ମାର୍କେଟର କିଛି କାମ ଥିଲା, ଏତେ ବି ହେଉନଥିଲା, ଝିପିଝିପି ହେଉଥିଲା। ମାର୍କେଟରେ ଅବଶ୍ୟ ଭିଡ଼ ଥିଲା। କାମ କିଛି ସାରିଲୁ। ମୁଁ ଆପଣଙ୍କୁ ଦେଖେଇବି। ତାପରେ ଝିଅ ତାର କିଛି ଜିନିଷ କିଣିଲା। ତାହେଲେ ଆମେ ଘରକୁ ରିଟର୍ନ ଫେରିଲୁ। ଫେରିଲା ପରେ ମୋ ଝିଅର ଖେଳଣା ଦେଖନ୍ତୁ ମାର୍କେଟରୁ ଧରିକି ଆଇଛି ଜିଦି କରିକି। ତାର କିଚେନ୍ ଡାଇନିଂ ସେଟ୍, ତାର ଖେଳଣା। ତା ପାପା ସିଏ ବସିକି ଖେଳୁଛନ୍ତି। ତା ପାପା ଗୋଟେ ଖେଳଣାରୁ ଷ୍ଟିକର୍ ଛଡ଼ଉଛନ୍ତି। ସେ ତାର ଖେଳୁଛି ବସିକି। ଏଇସବୁ ଜିନିଷ ତାର ସବୁବେଳେ ଦରକାର। ଘରେ ଏଗୁଡ଼ା ସବୁ ଭର୍ତ୍ତି। ତାକୁ ତାର ସବୁ ନ୍ୟୁ ଦରକାର। ଆମେ ତ ଏଇଟା କେତେ ମୁସ୍କିଲରେ ତାକୁ ଦେଇଛୁ, ସେ ଆହୁରି ଗୋଟେ ଧରିଥାଏ। ୟାକୁ ନେଇ ସାରିବା ପରେ ତାର ଏଇଭଳିର 2ଟା କି 3ଟା ସେଟ୍ ଅଛି। କିନ୍ତୁ ତା ପାପା ସାଙ୍ଗେ ସେ ଖେଳିବ, ତା ମାମା ସାଙ୍ଗେ ସେ ଖେଳିବ। ତାକୁ ଗୋଟେ ଅଲଗା ଖୁସି ଲାଗେ ଆଉ।